ଜମନକିରା ବ୍ଲକରେ 220 ହେକ୍ଟର ଚାଷ ପାଇଁ ମୁଗ ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ବର୍ତ୍ତମାନ ସରକାର ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସେଥିପାଇଁ ଆଜି ଜମନକିରା ବ୍ଲକ ଅନ୍ତର୍ଗତ କୃଷି କାର୍ଯ୍ୟାଳୟରେ କୃଷି ବିଭାଗ କର୍ମଚାରୀ ସତ୍ୟନାରାୟଣ ପଣ୍ଡା, ତନ୍ମୟ ମୁର୍ମୁ ଏବଂ ସୁଶୀଲ ମିର୍ଦ୍ଧାଙ୍କ ଉପସ୍ଥିତିରେ ଖରସନମାଲ ଓ ଟିକିଲିପଡ଼ା ପଞ୍ଚାୟତ ପାଇଁ 160 ହେକ୍ଟର ଏବଂ ଟିକିବା ପଞ୍ଚାୟତ ପାଇଁ 60 ହେକ୍ଟର ଜମିରେ ମୁଗ ଚାଷ ପାଇଁ ମୁଗ ବିହନ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ 3ଟି ପଞ୍ଚାୟତର ପ୍ରାୟ 200 ଚାଷୀ ମୁଗ ନେଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ରହିଛି। ଆଗାମୀ ଦିନରେ ବ୍ଲକର ଅନ୍ୟ ପଞ୍ଚାୟତରେ ଚାଷୀମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କୃଷି କର୍ମଚାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଜମନକିରାରୁ ହେମନ୍ତ ଭୈଁସାଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।